ଆଜି ହनुମାନ ଜୟନ୍ତୀ ଏବଂ ଓଡ଼ିଆ ନବବର୍ଷ ମଧ୍ୟ। ଓଡ଼ିଆ ନବବର୍ଷ ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଏବଂ ପବିତ୍ର ହनुମାନ ଜୟନ୍ତୀ ଅବସରରେ ଏଠି ଏ ମନ୍ଦିରକୁ ମୋ ପରିବାରର ସମସ୍ତେ ମଝିରେ ମଝିରେ ଆସିକି ମହାପ୍ରଭୁଙ୍କ ଦର୍ଶନ କରିକି ଯାଆନ୍ତି। ଆଜି ଯେହେତୁ ହନୁମାନ ଜୟନ୍ତୀ ଅଛି, ମୁଁ ବି ଆସିଥିଲି, ମହାପ୍ରଭୁଙ୍କ ଦର୍ଶନ କଲି ଏବଂ ଏଠି ଯଜ୍ଞ କାର୍ଯ୍ୟକ୍ରମ ହେଉଛି। ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ମୋର ପ୍ରଣତି ଜଣାଉଛି। ଆମ ଏ ଅଞ୍ଚଳର ଲୋକମାନେ ସମସ୍ତେ ଏବଂ ଓଡ଼ିଶା ପ୍ରଦେଶର ସମସ୍ତ ଜନସାଧାରଣଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ସଙ୍କଟ ମୋଚନ ତାଙ୍କର ଅପାର କରୁଣାରୁ ସମସ୍ତଙ୍କୁ ସୁରକ୍ଷା ଦିଅନ୍ତୁ, ସମସ୍ତଙ୍କୁ ସୁଖ ଶାନ୍ତି ସମୃଦ୍ଧି ପ୍ରଦାନ କରନ୍ତୁ। ଆଜିର ଦିନରେ ଏତିକି ମୋର କାମନା। ଏବଂ ଏଠି ମହାପ୍ରଭୁଙ୍କର ଏକ ଶକ୍ତି ଥିଲା ଭଳି ଯେଉଁଭଳି ଭାବରେ ମହାପ୍ରଭୁ ଏଠି ଅବସ୍ଥାପିତ ହେଇଛନ୍ତି, ତାଙ୍କର ଯେଉଁ ଅପାର ଶକ୍ତି ସେ ନିଶ୍ଚିତ ଭାବରେ ଓଡ଼ିଶା ପ୍ରଦେଶକୁ ଆଗାମୀ ଦିନରେ ଆଗକୁ ନେବା ପାଇଁ ନିଶ୍ଚିତ ଭାବରେ ସେ ଆଶୀର୍ବାଦ ଏବଂ ତାଙ୍କର ଶକ୍ତି ପ୍ରଦାନ କରିବେ, ଯାହାଫଳରେ ଓଡ଼ିଶା ବି ଆଗକୁ ଯିବ। ଦୁଇ ତିନିଟା କଥା ଅଛି। ଯେଉଁ ପୀଠ ଗୁପ୍ତ ଥାଏ ସେ ଭଗବାନଙ୍କ ଇଚ୍ଛାରେ ବି ଥାଏ। ତେଣୁକରି ଆମେ ତ ସମସ୍ତେ ନିଶ୍ଚିତ ଭାବରେ ଚାହିଁବା ଏ ପୀଠର ବିକାଶ ହଉ ବୋଲି, କିନ୍ତୁ ମହାପ୍ରଭୁଙ୍କ ଇଚ୍ଛା, ଯଦି ସେ ଚାହିଁବେ ନିଶ୍ଚିତ ଭାବରେ ପୀଠର ବିକାଶ ହେବ ଏବଂ ସେଥିରେ କେବଳ ଆମେ କ୍ୟାଟାଲିଷ୍ଟର ଭୂମିକା ସିନା ନେଇପାରିବା, ତାଠୁ ଅଧିକା କିଛି ହେଇପାରିବ ନାହିଁ। ତେଣୁକରି ନିଶ୍ଚିତ ଭାବରେ ସମସ୍ତଙ୍କର ପ୍ରଚେଷ୍ଟା ରହୁ, ଏ ପୀଠ ଲୋକାଦୃତ ହଉ, ଲୋକମାନେ ଆସନ୍ତୁ, ଆଶୀର୍ବାଦ ନିଅନ୍ତୁ ଠାକୁରଙ୍କର। ସେଥିପାଇଁ ଯାହା କରିବା କଥା ନିଶ୍ଚିତ ଭାବରେ ଆଗକୁ ସେ ବାବଦରେ ଚିନ୍ତା କରିବା।